ଜୟ ଜଗନ୍ନାଥ। ଆପଣମାନଙ୍କୁ ପ୍ରଜ୍ୟୋତିଷ ୱାର୍ଲ୍ଡକୁ ସ୍ୱାଗତ। ବନ୍ଧୁମାନେ, ଆଜି ମୁଁ ଆପଣଙ୍କୁ ଏମିତି ଏକ ଗଳ୍ପ ଶୁଣେଇବି ଯାହାକୁ ଶୁଣିବା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ ଏବଂ ଆପଣଙ୍କ ମନରେ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଭକ୍ତି ଆହୁରି ବଢ଼ିଯିବ। ଏହା କେବଳ ଗଳ୍ପ ନୁହେଁ, ଏହା ହେଉଛି ଭକ୍ତିର ଶକ୍ତି। ଏହା ହେଉଛି ସେହି ପ୍ରଭୁଙ୍କର ଲୀଳା ଯିଏ ଭକ୍ତର ଡାକ ଶୁଣି ନିଜେ ଧାଇଁ ଆସନ୍ତି। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଭାବରେ ଦେଖନ୍ତୁ ଆଉ କମେଣ୍ଟରେ ଲେଖନ୍ତୁ ଜୟ ଜଗନ୍ନାଥ। ଓଡ଼ିଶାର ଏକ ଛୋଟ ଗାଁରେ ରଘୁ ନାମର ଜଣେ ଗରିବ ଲୋକ ରହୁଥିଲା। ତାର ଘର ମାଟିର, ଛାତ ଭାଙ୍ଗି ଯାଇଥିଲା। ବର୍ଷା ହେଲେ ଘର ଭିତରେ ପାଣି ଟପ୍ 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 କରି ପଡ଼ୁଥିଲା। କିନ୍ତୁ ଏତେ ଦୁଃଖ ମଧ୍ୟରେ ତାର ମୁହଁରେ ସଦା ହସ ରହୁଥିଲା। କାହିଁକି ଜାଣିଛନ୍ତି? କାରଣ ତା ହୃଦୟରେ ଥିଲେ ମହାପ୍ରଭୁ ଜଗନ୍ନାଥ। ପ୍ରତିଦିନ ସକାଳେ ସେ ଉଠି ପ୍ରଭୁଙ୍କର ଛୋଟ ଫଟୋ ଆଗରେ ଦୀପ ଜଳାଉଥିଲା। ଆଉ ସେଇ ଦୀପ ଜଳାଇବା ସମୟରେ ରଘୁ କହୁଥିଲା, ପ୍ରଭୁ, ମୋ ପାଖରେ ଆପଣଙ୍କୁ ଦବା ପାଇଁ କିଛି ନାହିଁ, କେବଳ ଏଇ ଛୋଟ ହୃଦୟଟା ଅଛି। ଏତିକି କହି ସେ ତାର ନିଜ କାମକୁ ଚାଲି ଯାଉଥିଲା। ସେ ପ୍ରତିଦିନ ଗାଁରେ ଦିନ ମଜୁରୀ କରୁଥିଲା। ଯେତେ ଟଙ୍କା ମିଳୁଥିଲା ସେଥିରୁ ଅଳ୍ପ ଚାଉଳ ଆଣି ପ୍ରଥମେ ପ୍ରଭୁଙ୍କୁ ଭୋଗ ଦେଉଥିଲା। ଗାଁର ଲୋକମାନେ ତାକୁ ଦେଖି ହସୁଥିଲେ ଆଉ କହୁଥିଲେ, ଆରେ ରଘୁ, ତୁ ନିଜେ ଭୋକରେ ରହୁଛୁ, ପୁଣି ଭଗବାନଙ୍କୁ ଭୋଗ ଦଉଛୁ। ରଘୁ କହୁଥିଲା, ମୁଁ ଭୋକରେ ରହିପାରିବି, କିନ୍ତୁ ପ୍ରଭୁଙ୍କୁ ଭୋଗ ନ ଦେଇ ଖାଇପାରିବି ନାହିଁ। ଦିନେ ଗାଁରେ ଭୟଙ୍କର ବର୍ଷା ଆରମ୍ଭ ହେଲା। କାମ ବନ୍ଦ ହେଇଗଲା। ରଘୁ ପାଖରେ ଗୋଟିଏ ଟଙ୍କା ମଧ୍ୟ ନଥିଲା। 4 ଦିନ ଧରି ଘରେ ଚୁଲି ଜଳି ନଥିଲା। ତାର ଛୋଟ ଝିଅ ଭୋକରେ କାନ୍ଦୁଥିଲା। ଆଉ ସେଇ କାନ୍ଦିକରି ଝିଅଟି କହୁଥିଲା, ବାପା, ମୋତେ ଭୋକ ଲାଗୁଛି। ଏହା ଶୁଣି ରଘୁର ଆଖିରୁ ଲୁହ ଖସି ପଡ଼ିଲା। ସେ ଆକାଶକୁ ଚାହିଁ କହିଲା, ପ୍ରଭୁ, ମୁଁ ତ ଆପଣଙ୍କୁ ସବୁବେଳେ ଭରସା କରିଛି। ଆଜି ମୋ ଝିଅର ଲୁହ ଦେଖିପାରୁନାହିଁ। ସେ ରାତ୍ରିରେ ଘର ଭିତରେ ଅନ୍ଧାର, ବାହାରେ ବର୍ଷା, ଆଉ ଭିତରେ ଭୋକର କାନ୍ଦ। ରଘୁ ଦୀପ ଜଳାଇ ପ୍ରଭୁଙ୍କ ଫଟୋ ଆଗରେ ବସିଗଲା। ଆଉ କାନ୍ଦି କାନ୍ଦି ପ୍ରଭୁକୁ କହୁଛି, ପ୍ରଭୁ, ସତରେ ଆପଣ ଅଛନ୍ତି ନା ନାହାନ୍ତି? ତେବେ ଆଜି ମୋ ଘରକୁ ଆସନ୍ତୁ। ରାତି ପ୍ରାୟ ମଧ୍ୟରାତ୍ରି। ହଠାତ୍ ଠକ୍ ଠକ୍ ଦ୍ୱାରରେ କେହି ଠକ୍ ଠକ୍ କରୁଥିଲା। ରଘୁ ଭୟରେ ଦ୍ୱାର ଖୋଲିଲା। ଦେଖିଲା ଜଣେ କଳା ବର୍ଣ୍ଣର ସୁନ୍ଦର ଯୁବକ ଆସିଛନ୍ତି। ତାଙ୍କ ମୁହଁରେ ଅଦ୍ଭୁତ ହସ। ହାତରେ ବଡ଼ ଥାଳି ଭର୍ତ୍ତି ହେଇଛି ଖାଦ୍ୟ। ଯୁବକ ଜଣକ କହିଲେ, ରଘୁ, ତୁମ ପାଇଁ ମହାପ୍ରଭୁ ପଠାଇଛନ୍ତି। ରଘୁ ଆଶ୍ଚର୍ଯ୍ୟ ହେଇଗଲା ଆଉ କହିଲା, ଆପଣ କିଏ? ଯୁବକ ହସିକରି କହିଲା, ଯାହାକୁ ତୁମେ ପ୍ରତିଦିନ ଡାକୁଛ। ଏହା କହି ସେ ସେଇଠୁ ଚାଲିଗଲା। ରଘୁ ଦୌଡ଼ି ବାହାରକୁ ଗଲା, କିନ୍ତୁ ବାହାରେ କେହି ନଥିଲେ। କେବଳ ବର୍ଷା, ଆଉ ଦୂରରୁ ଶୁଣାଯାଉଥିଲା, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ରଘୁର ଦେହ କମ୍ପି ଉଠିଲା। ତାର ଆଖିରୁ ଲୁହ ବୋହିଗଲା। ପରଦିନ ସକାଳେ ରଘୁ ନିଷ୍ପତ୍ତି ନେଲା, ମୁଁ ପୁରୀ ଯିବି, ମୋ ପ୍ରଭୁଙ୍କୁ ଦେଖିବି। ସେ ପାଦେ ପାଦେ ପୁରୀକୁ ଚାଲିଲା। ରାସ୍ତାରେ ତା ମୁହଁରେ କେବଳ ଗୋଟିଏ ନାମ, ଜଗନ୍ନାଥ, ଜଗନ୍ନାଥ। କିଛି ଦିନ ପରେ ସେ ପୁରୀ ପହଞ୍ଚିଲା। ସେ ଯେତେବେଳେ ପୁରୀ ମନ୍ଦିର ଭିତରକୁ ପ୍ରବେଶ କଲା, ତାର ଦେହ କମ୍ପି ଉଠିଲା। ଘଣ୍ଟ ଶବ୍ଦ, ଶଙ୍ଖ ଧ୍ୱନି, ଜୟ ଜଗନ୍ନାଥ ନାମରେ ସାରା ମନ୍ଦିର କମ୍ପୁଥିଲା। ରଘୁ ଆଖିରେ ଲୁହ ନେଇ ପ୍ରଭୁଙ୍କୁ ଚାହିଁଲା ଏବଂ ହଠାତ୍ ସେ ଚମକି ପଡ଼ିଲା। କାରଣ ପ୍ରଭୁଙ୍କ ମୁହଁରେ ସେଇ ରାତିର ଯୁବକଙ୍କର ହସ ଦେଖାଯାଉଥିଲା। ରଘୁ ଜୋରରେ କାନ୍ଦି ପକାଇଲା ଆଉ କାନ୍ଦି କାନ୍ଦି କହିଲା, ପ୍ରଭୁ, ସେଇ ରାତିରେ ଆପଣ ମୋ ଘରକୁ ଆସିଥିଲେ। ତାର ଆଖିରୁ ଲୁହ ଥମିବାକୁ ଚାହୁଁ ନଥିଲା। ମନ୍ଦିରର ସେବାୟତ ଏହା ଦେଖି ପଚାରିଲେ, କାହିଁକି କାନ୍ଦୁଛ? ରଘୁ ସବୁ କଥା କହିଲା। ସେବାୟତ ହସିକରି କହିଲେ, ଭାଗ୍ୟବାନ ତମେ। ପ୍ରଭୁ ସମସ୍ତଙ୍କୁ ଦେଖା ଦିଅନ୍ତି ନାହିଁ। ଯାହାର ଭକ୍ତି ସତ
ତାଙ୍କ ପାଖକୁ ସ୍ୱୟଂ ଧାଇଁ ଆସନ୍ତି ପ୍ରଭୁ। ରଘୁ ମାଟିରେ ମୁଣ୍ଡ ରଖି କହିଲେ, ପ୍ରଭୁ, ଆଜିଠାରୁ ମୋ ଜୀବନ ଆପଣଙ୍କର। ବନ୍ଧୁମାନେ, ଏଇ ଗପ ଆମକୁ ଶିଖାଏ ପ୍ରଭୁଙ୍କୁ ବଡ଼ ଧନ ଦରକାର ନାହିଁ, ବଡ଼ ଘର ବି ଦରକାର ନାହିଁ। ଦରକାର କେବଳ ସତ ଭକ୍ତି। ଆପଣ ଯଦି ସତ ହୃଦୟରେ ଡାକିବେ, ପ୍ରଭୁ ଜଗନ୍ନାଥ କେଉଁ ନା କେଉଁ ରୂପରେ ନିଶ୍ଚୟ ଆସିବେ। ତେଣୁ ଆଜି କମେଣ୍ଟରେ ଲେଖନ୍ତୁ, ମୋ ପ୍ରଭୁ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।